हे मोर प्रिय विद्यार्थी, तुमे माने एई कथा भल भाବରେ ଜାଣିଥିବ ଯେ ତୁମେ ଯେତେବେଳୁ ଗୋଟେ କୂପରୁ ପାଣି କାଢ଼, ଗୋଟେ ବାଲ୍ଟିକୁ କୁ ଭିତରକୁ ଛାଡ଼, ସେ ବାଲ୍ଟିଟା ଅଣେଇ ହୋଇକିରି କିଛି ପାଣି ଆଣେ। ସେ ବାଲ୍ଟିକୁ ବି କଷ୍ଟ ସହିବାକୁ ପଡ଼େ, ଆଉ ତୁମକୁ ବି ତଳକୁ ଅ ମୁଣ୍ଡ କରିବାର ହୁଏ। ସେମିତି ଯେତେବେଳେ ତୁମେ ଗୋଟେ ଘରକୁ ଉପରକୁ ଯାଅ, ଛାତ ଉପରକୁ, ପ୍ରଥମ ସିଡ଼ିରୁ ତଳକୁ ଅନେଇ ଅନେଇକା ଉପରକୁ ଯିବାକୁ ହୁଏ। ଯଦି ତଳକୁ ନ ଅନଉଛ ତାହେଲେ ଝୁଣ୍ଟି ପଡ଼ିବାର ସମ୍ଭାବନା ଥାଏ, ଆଉ ଖଣ୍ଡିଆ ଖାବରା ହବାର ସମ୍ଭାବନା ଥାଏ। ଏମିତିକି ତଳେ ପଡ଼ିଯିବାର, ଏମିତିକି ନିଜକୁ ଶେଷ କରିଦେବାର ବି ସମ୍ଭାବନା ଥାଏ। ଏଇ ଭୟ ରଖିଥାଅ, କାଳେ ମୁଁ ପଡ଼ିଯିବି କି, କାଳେ ମୁଁ ତଳକୁ ଗଳି ପଡ଼ି ମୋ ଜୀବନ ଶେଷ ହେଇଯିବ କି, ସେଇ ଆଶା ଠିକ୍ ଷ୍ଟଡି ଲାଇଫରେ ପ୍ରୟୋଗ କରନ୍ତୁ। ଯେତିକି ଦିନ ପର୍ଯ୍ୟନ୍ତ ତୁମେ ନିଜର ସଫଳତା ପାହାଚ ଉପରେ ନ ଚଢ଼ିଛ, ସେତିକି ଦିନ ପର୍ଯ୍ୟନ୍ତ ତୁମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏନି ହାଓ କାହାରି କଥା ଶୁଣିବାକୁ ପଡ଼ିବନି, କୌଣସି ଫାଲତୁ କାମରେ ମନ ଦେବାକୁ ପଡ଼ିବନି। କାହିଁକି ନା ଏଇଟା ତୁମ ଫ୍ୟୁଚର। ନିଜେ ହିଁ କ୍ରିଏଟ୍ କରିବ ନିଜର ଲାଇଫ୍ ଜର୍ଣ୍ଣି, ନିଜର ଫ୍ୟୁଚର ଜର୍ଣ୍ଣି। ନିଜ ଭବିଷ୍ୟତ ନିଜ ହାତ ମୁଠାରେ। କେହି ବି ନା ବାପା ନା ମା ନା କୌଣସି ରିଲେଟିଭ୍ସ ନା କୌଣସି ଫ୍ରେଣ୍ଡସ୍ କେହି ବି ଇଣ୍ଟରଫିୟର କରିବେନି। କାହିଁକି ନା ନିଜେ ହିଁ କ୍ରିଏଟ୍ କରିବ ତୁମ ନିଜର ଫ୍ୟୁଚର ଜର୍ଣ୍ଣି। ଏବେଠୁ ଯଦି ତୈୟାର ନ ହବ ତାହେଲେ କ'ଣ 40 ବର୍ଷରେ ତୈୟାର ହବ? ଏ ସମୟ ଗଡ଼ିଗଲା ପରେ ନା ଆଉ କେବେ ବି ପଛକୁ ଫେରିବନି ବାବା। ସେଥିପାଇଁ ଯେତିକି ଦିନ ପର୍ଯ୍ୟନ୍ତ ସଫଳତାର ପାହାଚରେ ନ ଚଢ଼ିଛ, ସେତିକି ଦିନ ପର୍ଯ୍ୟନ୍ତ ମୁଣ୍ଡଟାକୁ ତଳକୁ ରଖିବାକୁ ପଡ଼ିବ। ଯେଉଁଦିନ ସଫଳତା ପାଇଯିବ, ସେହି ଦିନ ଠିକ୍ ଗୋଟେ ଘୋଡ଼ା ପରି ଉପରକୁ ମୁହଁ କରି ଦୌଡ଼ିବାକୁ ଚେଷ୍ଟା କରିବ। କାହିଁକି ନା ୟୋର ଲାଇଫ୍ ସକ୍ସେସଫୁଲ୍। ସେଥିପାଇଁ ତୁମକୁ ଯେତେ କଷ୍ଟ ଆସିଲେ ବି, ଯେତେ ଝଡ଼ ଆସିଲେ ବି, ସବୁ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିବ। ଖାଲି ଗୋଟେ ସେଣ୍ଟେନ୍ସ କହିବ, ଓ ମାଇ ଡିୟର ଗଡ୍ସ ପ୍ଲିଜ୍ ଗିଭ୍ ମି ୟୋର ପାୱାର ଆଣ୍ଡ ଲାଇଟ୍। ବୁଝିପାରିଲ? ସେଥିପାଇଁ ଆକର୍ଡିଂ ଟୁ ରୀନା ମ୍ୟାମ୍, ଫେଲୁଅର ଇଜ୍ ଦ ପିଲର ଅଫ୍ ସକ୍ସେସ୍। ଅସଫଳତା ହେଉଛି ସଫଳତାର ମାପକାଠି। ସେଥିପାଇଁ ଫେଲୁଅର ହୁଅ, ଫେଲୁଅର ହେଲା ପରେ ବି ପୁଣି ଉଠିକି ଦୌଡ଼ିବାକୁ ଚେଷ୍ଟା କର। କାହିଁକି ନା କ୍ରିଏଟର, ୟୁ ଆର୍ ଏ କ୍ରିଏଟର। ବୁଝିପାରିଲ? ସେଥିପାଇଁ ୱାନ୍ ଏମ୍ ଡିଫରେଣ୍ଟ ୱେ।